ଆଜି ବନିବ ମଟନ୍ ତରକାରୀ ବନିବ ଆଜି। ପିଆଜ, ଲଙ୍କା, ରସୁଣ, ଗୋଟେ ଲଙ୍କା, ଇଏ ହେଲା ଆମର ଧନିଆ ପାଉଡ଼ର, ଗୋଲମରିଚ ଗୁଣ୍ଡ, ଜିରା ପାଉଡ଼ର, ମଟନ୍ ମସଲା, ଏଇଟା ହେଲା ନନ୍ଭେଜ୍, ଆଉ ହଳଦୀ ଗୁଣ୍ଡ, ସେଟା ଲଙ୍କା ଗୁଣ୍ଡ। ବାସ୍ ପ୍ରଥମେ ଆମେ ପ୍ରେସର ବସିଲା, ଆମେ ତେଲଟା ପଡ଼ିବ ସୋରିଷ ତେଲ, ଦେଖନ୍ତୁ ଏତିକି ହିସାବରେ ପଡ଼ିବ ସୋରିଷ ତେଲ। ତେଲ ଗରମ ହେଲା ପରେ ଆଉ ଟିକେ ପଡ଼ିବ ତେଲ, ଟିକେ ପକାଇଦେବା। ତେଲ ଦେଖନ୍ତୁ ଗରମ ହେଲା ପରେ ପଡ଼ିବ ପିଆଜ। ଦେଖନ୍ତୁ ପିଆଜଟା ବ୍ରାଉନ୍ କଲର୍ ହେଇଗଲା ପରେ ମଟନ୍ଟା ପକାଇବା। ମଟନ୍ଟା ପକାଇକି ତାକୁ ଆମେ ପାଣି ଛାଡ଼ିଲା ପର୍ଯ୍ୟନ୍ତ କଷିବା। ଆମେ 1/2 କିଲୋ ମଟନ୍ରେ 250 ଗ୍ରାମ ପିଆଜ ପଡ଼ିଛି। ଗୋଟେ ଜିନିଷ ଧ୍ୟାନ ଦିଅନ୍ତୁ, ପାଣିଟା ଟୋଟାଲି ମଟନ୍ରୁ ବାହାରିବ, ପୁରା ପାଣିଟା ଖତମ ହେଲା ପର୍ଯ୍ୟନ୍ତ ତାକୁ ଟିକେ ଘାଣ୍ଟିବାକୁ ପଡ଼ିବ। ଦେଖନ୍ତୁ ସମ୍ପୂର୍ଣ୍ଣ ପାଣି ମରିଗଲା ପରେ ଆମର ଲଙ୍କା ରସୁଣ ପେଷ୍ଟଟା ଦେଇଦେବା। ଅଦା ନଥିଲା ଆଜି, ରସୁଣ ଅଦା ପେଷ୍ଟ। ଦେଖନ୍ତୁ ଅଦା ରସୁଣ ଲଙ୍କା ପେଷ୍ଟ ପାଣି ମରିଗଲା ପରେ ଆମର ରେଡ଼ି ହେଇଥିବା ମସଲା। ପଡ଼ିବ ମସଲାଟା ଦେଖନ୍ତୁ ପୁରା ସମ୍ପୂର୍ଣ୍ଣ କଷା ହେଇଗଲା ପରେ ଆଳୁ ଗୋଟେ ଆଉ ଗୋଟେ ପିସ୍ ରସୁଣ ଦେଇ କଷିଦେବା। ତାପରେ ଟିକେ ଗରମ ପାଣି କରିବା, ତାପରେ ପକାଇବା। ଦେଖନ୍ତୁ ପାଣି ଦେଲା ପରେ ସ୍ୱାଦ ଅନୁସାରେ ଲୁଣ ଦେବେ। ଲୁଣ ଦେଲା ପରେ ଯେତିକି ପ୍ରେସର ଯେତିକି ପାରିବ ସିଝିବ, ସେ ହିସାବରେ 2-3ଟା ପ୍ରେସର 4ଟା ପ୍ରେସର ଦେବେ। ରେଡ଼ି ହେଇଗଲା ମଟନ୍ କଷା।